ଶୁଣୁଛ ମୁଁ 8 ଦିନ ପାଇଁ ଆମ ଘରକୁ ଯାଉଛି ଆଉ କୁଆଡେ ବାହାରକୁ ବେଶୀ ବୁଲାବୁଲି କରିବାକୁ ଯିବନି ସନ୍ଧ୍ୟା ପୂର୍ବରୁ ଘରକୁ ପଳେଇ ଆସିବ ହଉ 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 ଆଉ ହଁ ରାତିରେ ଶୋଇବାକୁ ବି ଜମା ଡେରି କରିବନି ଜଲ୍ଦି ଜଲ୍ଦି ଖାଇ ପିଇକି ଜଲ୍ଦି ଶୋଇ ପଡ଼ିବ ନହେଲେ ଦେହ ଖରାପ ହବ ଠିକ ଅଛି ମତେ ଟଙ୍କା 10,000 ଟିକେ ଫୋନ ପେ କଲ 10,000 କଣ ହବ ଏତେ ଦିନ ପରେ ଘରକୁ ଯେତେବେଳେ ଯାଉଛି ଭାଇ ପାଇଁ ପୁଣି ଡ୍ରେସଟା ନେବି ନା ନାହିଁ ଆଉ ଭାଇ ପାଇଁ ଯେତେବେଳେ ଡ୍ରେସଟା ନେବି ପୁଣି ଭାଉଜ ସିଏ କଣ କହିବ ହେଇ ଭାଇ ପାଇଁ ଆଣିଲେ ଆଉ ମୋ ପାଇଁ ଆଣିଲେନି ତା ପାଇଁ ପୁଣି ନେବି ତାପରେ ପୁଣି ତାର ଗୋଟେ ପୁଅ ଅଛି ତା ପାଇଁ ଛୁଆଟା ପାଇଁ ତ ପୁଣି କିଛି ନେବି ନା ନାହିଁ ଆଉ ସିଏ ତ ଛାଡ ତାପରେ ମା ସିଏ ମଝିରେ ପଶି ଆସିଲା ତା ପାଇଁ ପୁଣି ତ ଶାଢୀ ଦିହଳ ନେବି ନା ନାହିଁ ଆଉ ତମେ କି କଥା କହୁଛ କହିଲ ପୁଣି ସାଇ ପଡୋଶୀ ଅଛନ୍ତି ଏତେ ଦିନ ପରେ ବାପ ଘରୁ ମୁଁ ଯାଉଛି ଟି ବାପ ଘରକୁ ଯେତେବେଳେ ଏତେ ଦିନ ପରେ ଯାଉଛି ମିଠା ମିଠି କେତେ ଭେରାଇଟିର ପୁଣି ମତେ ନବାର ଅଛି ତମେ ଜଲ୍ଦି ଜଲ୍ଦି ପଠେଇଲେ ଏତେ କ୍ୱେଶ୍ଚିନ୍ ନ କରିକି ହଁ ମୁଁ 10,000 ଦେଇଦେବି କି ତାতে କିଛି ଅସୁବିଧା ନାହିଁ ଯେ ତମେ 7-8 ଦିନ ଘରେ ରହିବ ତୁମେ ଆସିବ ମା ପାଇଁ 7-8 ହଳ ଶାଢୀ ନେଇ ଆସିବ ଯେତେ ଦିନ ରହିବ ମୋ ପାଇଁ 8-10 ହଳ ଡ୍ରେସ ମୋ ପାଇଁ ନେଇ ଆସିବ ଆଉ ତାପରେ ତମ ଦି ନଣନ୍ଦ ରହିଲେଣି ତା ପାଇଁ ଆଉ ଗୋଟେ ସୁନା ମୁଦି ଆ ପାଇଁ ଗୋଟେ ସୁନା ମୁଦି ତା ପାଇଁ 7 ହଳ ଡ୍ରେସ ଆ ପାଇଁ 7 ହଳ ଡ୍ରେସ ତାପରେ ତମେ ଯେତେବେଳେ ଆସିବ 7-8 ଦିନ ରହିକି ଗାଁର ପଡୋଶୀ ଲୋକ ଅଛନ୍ତି ହାଇ ସୋସାଇଟିର ମୋର ସମସ୍ତେ ଚିହ୍ନା ସେମିତି 7-8 ହଳ ଭେରାଇଟି ମିଠା ନେଇ ଆସିବ ମିନିମମ୍ 8-9 ହଜାର ଟଙ୍କା ମିଠା ନେଇ ଆଇଲେ ବାଣ୍ଟି ଦବା ହେଇଯିବ ଆଉ ଏତେ ସବୁ କରିବାକୁ ପଡିବ ଆଉ ଏତେ ଦିନ ପରେ ତୁ ଆସିବୁ ଯଦି ନ ଆଣିବୁ ତାହେଲେ କଥାଟା ଖରାପ ହବନି ଥାଉ ତାହେଲେ ତମର 10,000 ଟଙ୍କା ଦିଅ ମତେ କିଛି ବି ଦରକାର ନାହିଁ ମତେ ଗୋଟେ କାମ କର ଟଙ୍କା 500 ଦିଅ ମୁଁ ବସରେ ପଳେଇବି ତମର କିଛି ଦବା ଦରକାର ନାହିଁ ଏତେବେଳୁ ବାଟକୁ ଆସିଲ ନୁହଁ